নমই 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 লঙ্কা কাণ্ড যে আরম্ভই। সুবর্ণগিরি নিকটরে পৌঁছিগଲା ରଘୁନାଥ। ଆଉ ସେଇଠି ବିଚାର ଚାଲିଛି କେମିତି ବିଚାର ହବ। ବିଭୀଷଣ ଆଗରେ ପ୍ରଭୁଙ୍କ ନିକଟରେ ବସି ପରାମର୍ଶ ଦେଉଛନ୍ତି। ଅଙ୍ଗଦ କାନ୍ଧରେ ଗୋଟେ ହାତ, ସୁଗ୍ରୀବ କାନ୍ଧରେ ଗୋଟେ ହାତ, ହନୁ ଚାପେ ବାମ ଚରଣ। ହନୁମାନଜୀ ପାଦ ମୋଡ଼ି ଦେଉଛନ୍ତି, ପ୍ରଭୁ ଏମିତି ଅଙ୍ଗଦ ସୁଗ୍ରୀବଙ୍କ କାନ୍ଧରେ ହାତ ପକାଇ ବସିଛନ୍ତି, ଆଉ ସମସ୍ତେ ହାତ ଯୋଡ଼ି ଠିଆ ହେଇଛନ୍ତି। ଏମିତି ସୁବଳୟାଗିରି ନିକଟରେ ବସିଛନ୍ତି। ଏ ଖବର ପାଇଗଲା ରାବଣ, ଡାକିଲା ମନ୍ଦୋଦରୀକି, ସାଙ୍ଗ ହେଇକି ପୁଷ୍ପକ ବିମାନରେ ଆସିଲେ। ଶୂନ୍ୟ ମାର୍ଗରୁ ନବ ଦୁର୍ବାଦଳ ରଘୁନାଥଙ୍କ ରୂପଟାକୁ ଦେଖିଦେଲେ। ଆଉ ଭଗବାନ ରାମ ପଚାରିଲେ, ବିଭୀଷଣ ଏ ବିଶାଳକାୟ ଖରା ପଡୁଥିଲା, ଏ ଛାଇ ହେଇଗଲା କ'ଣ କି? ନା ଭାଇ ପ୍ରଭୁ, ଏ ଭାଇ ଭାଉଜ ପୁଷ୍ପକ ବିମାନରେ ଶୂନ୍ୟ ମାର୍ଗରେ ଆପଣଙ୍କୁ ଦେଖୁଛନ୍ତି ତ, ଛାଇଟା ପଡ଼ିଛି। ଭଗବାନ ରାମ ବିଚାର କଲେ, ତୁ ଏଡ଼େ ଅହଙ୍କାରୀ, ମୁଁ ତଳେ ତୁ ଉପରେ। ଭଗବାନ ଗୋଟିଏ ଶୂନ୍ୟ ବାଣ ମାରିଲେ, ରାବଣର 10 ମୁଣ୍ଡରୁ 4ଟା ମକୁଟ ଶୂନ୍ୟ ଶୂନ୍ୟ ଉଡ଼ିଗଲା। ସାମ ଦାମ ଦଣ୍ଡ ଭେଦ, ଏ 4ଟା ରାଜନୀତିର ବ୍ୟବସ୍ଥା, ଏ 4ଟା ତୋ ପାଖରେ ନାହିଁ। ଭଗବାନ ଉଡ଼େଇ ଦେଲେ ଏବଂ ଆଉ ଗୋଟିଏ ବାଣ ମାରିଲେ, ମନ୍ଦୋଦରୀର ହୀରା କାନ ଫୁଲଟି ଛିଣ୍ଡି ପଡ଼ିଲା। ମନ୍ଦୋଦରୀ କହିଲେ, ସ୍ୱାମୀ ଆଉ କାହିଁ ରହୁଛ? ପ୍ରଭୁଙ୍କୁ ଦେଖିବାକୁ ଆସୁ ଆସୁ ଯଦି ଶୂନ୍ୟବାଣୀରେ ଅବସ୍ଥା, ଆଉ ଯଦି ତାଙ୍କୁ ଟିକେ ଆଖି ପୁରେଇ ଦେଖିବା ଆଉ ଅବସ୍ଥା ସାଂଘାତିକ ହେଇଯିବ। ରାବଣ କହିଲେ, ପଳେଇ ଚାଲ। ପଳେଇ ଆସିଲେ, ଆସି ନିଜ ଅନ୍ତପୁର ଭିତରେ ବସିଲେ ରାବଣ ମନ୍ଦୋଦରୀ। ଅନ୍ତପୁରର ବିଶାଳ କବାଟଟାକୁ ଦେଇ ଦେଇ ରାବଣ ଆଜି ମନ୍ଦୋଦରୀକି ପଚାରିଲା, ହେ ମନ୍ଦୋଦରୀ, ପିତା ତୁମର ମୟଦା ନାମକର କନ୍ୟା ତୁମେ, ମୁଁ ତ୍ରିପୁର ବିଜୟୀ ଦଶାନନ। ଆଜି ମୋ ବଂଶରେ ମୋ ପୁଅ ମରିଗଲା, ମୋ ବଂଶକୁ ପୋଡ଼ି ଛାରଖାର କରିଦେଲା ଏଇ ଜଟିଆର ଆମର ଗୋଟାଏ ମାଙ୍କଡ଼। କୁହ ମନ୍ଦୋଦରୀ, ଯୋଉ ଦଶରଥର ପୁଅ ରାମ, ମୋ ତା ବାପା ନାଁ ଦଶରଥ, ମୋ ନାଁ ଦଶାନନ। ତା ବାପା ନାଁରେ 10, ମୋ ନାଁରେ 10। ଆଉ ଯାହାକୁ ଦେଖି ଆସିଲ ସେ ଗୃହଶତ୍ରୁ ବିଭୀଷଣ କାନରେ କ'ଣ କହିଦେଉଛି? ଗୋଟେ ମାଙ୍କଡ଼ କାନ୍ଧରେ ହାତ ପକାଇ ତଳେ ବସିଛି, ତା ନାଁଟା ରାମ, ମୂଳ ଅକ୍ଷର ରା, ମୋ ନାଁ ରାବଣ, ମୂଳ ଅକ୍ଷର ରା। ଆରେ ମୁଁ ତ୍ରିପୁର ବିଜୟୀ ଦଶାନନ, ସେ ଅଯୋଗ୍ୟ ରାମ ରାଜା ହେବା ପାଇଁ। ଆଚ୍ଛା ମନ୍ଦୋଦରୀ, ତୁମେ ମୋର ପ୍ରାଣ ପ୍ରିୟା, କହିପାରିବ ରାମ ଆଉ ରାବଣଙ୍କ ଭିତରେ ବଡ଼ କିଏ, ତଫାତ୍ କିଏ? ମନ୍ଦୋଦରୀ କହିଲେ, ସ୍ୱାମୀ ଯଦି ମୋତେ ପଚାରିଲ ମୁଁ କହିବି, ହେଲେ ମୋତେ ଭୟ ଲାଗୁଛି। ନା ମୁଁ ଏ ଚନ୍ଦ୍ରହାସ ଖଡ୍ଗ ଛୁଇଁ ଶପଥ କରୁଛି, ମୋ ଗୁରୁ ଶଙ୍କର ଭଗବାନଙ୍କର ଶପଥ ନାଁ ଧରି କହୁଛି, ତୁମେ ଯାହା କହିବ ମୁଁ ତୁମ ଉପରେ କ୍ରୋଧ କରିବି ନାହିଁ। ନିର୍ଭୟ ବର ଦେଇଛ, ଭୟ ବର ଦେଇଦେଲା ରାବଣ। ମନ୍ଦୋଦରୀ ରତ୍ନ ପଲଙ୍କରେ ବସେଇ ଦେଇ ଠିଆ ହେଇକି ହାତ ଯୋଡ଼ି କହିଲା, ସ୍ୱାମୀ ରାମ ରାବଣଙ୍କ ଭିତରେ ତଫାତ୍ ଆପଣ ପଚାରିଛନ୍ତି, ଯାହା କହୁଛି ଶୁଣନ୍ତୁ। ମା ମାନେ ବହୁ ସଂଖ୍ୟାରେ ଅଛନ୍ତି, ଯଦି ସ୍ୱାମୀଙ୍କୁ ମିଛ କଥା କହିଦେଲେ ସ୍ୱାମୀ ତୁମକୁ ବେଶୀ ଭଲ ପାଇବେ, ଜୀବନରେ ସେମିତି ମିଛ କହିବେ ନାହିଁ। କାରଣ ଆପଣ ମାନେ ଧର୍ମପତ୍ନୀ। ଧର୍ମପତ୍ନୀର କର୍ତ୍ତବ୍ୟ ଯାହା ସତ ତାହା ସତ ହିଁ କହିବେ। ତେବେ ଯାଇ ସେ ସତୀ, ତେବେ ଯାଇ ସେ ପତିବ୍ରତା, ତେବେ ଯାଇ ସେ ସାଧ୍ୱୀ। ସତୀ, ପତିବ୍ରତା, ସାଧ୍ୱୀ ନାରୀ ସେଇମାନଙ୍କୁ କୁହାଯାଏ ଯିଏ ନିଜ ସ୍ୱାମୀଙ୍କ ଆଗରେ ସତ କଥା କହନ୍ତି, ଜୀବନରେ ମିଛ କେବେ କହନ୍ତି ନାହିଁ। ଆଜି ରାବଣ ଆଗରେ ବିଭୀଷଣ କହିଲା, ସୀତାଙ୍କୁ ଫେରେଇ ଦିଅ, ଗୋଇଠା ମାଡ଼ ଖାଇଲା। ମାଲ୍ୟବନ୍ତ ଅଜା କହିଲା, ନାତିରେ ସୀତା ଫେରେଇ ଦେ। ଚୁନୁକଣି ମାଣିକି ଗଧ ପିଠିରେ ବସି ଲଙ୍କା ଦାଣ୍ଡରେ ବୁଲେଇଲା। ସୀତା ଫେରେଇବାର କଥା ଯିଏ କହିଛି, ରାବଣ ତାକୁ ମାରିଛି। ମନ୍ଦୋଦରୀ ଅଭୟବର ପାଇ ସାରିଲା ପରେ ସତ କଥା କହିଲା, ସ୍ୱାମୀ ଶୁଣ, ତୁମେ ଏବଂ
ରାମଙ୍କ ଭିତରେ ଏତିକି ହେଉଛି ତଫାତ୍। ଜଣେ ହେଉଛି ଜୁଳୁଜୁଳିଆ ପୋକ ସାଙ୍ଗେ ସମାନ, ଆଉ ଜଣେ ସୂର୍ଯ୍ୟଙ୍କ ସହିତ ସମାନ। ନା କିଛି କହିଲାନି। ରାବଣ କହିଲା ଧନ୍ୟବାଦ 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 ଧନ୍ୟବାଦ। ଏ କ'ଣ ମନ୍ଦିର ଆଶ୍ଚର୍ଯ୍ୟ ହେଲା, ଭାଇ କ'ଣ ଧନ୍ୟବାଦ ଦେଲେଣି? ଠିକ 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 କହିଛି। ଆରେ ସେ ଜଟିଆ ରାମଟା ଜୁଳୁଜୁଳିଆ ପୋକ, ତା ବୋପା ଅଯୋଗ୍ୟ ବୋଲି ତାକୁ ଜଙ୍ଗଲକୁ ପଠେଇଦେଲା। ଧନ୍ୟବାଦ, ମୁଁ ହଉଛି ସୂର୍ଯ୍ୟ ନାରାୟଣ। ମନ୍ଦୋଦରୀ କିଛି କହିଲାନି। କ'ଣ କିଛି କହୁନୁ? ନା ସ୍ୱାମୀ ତୁମେ ଭୁଲ କହିଲ। ମାନେ ମାନେ ତୁମେ ଶଙ୍କର ଭଗବାନ ହଉଛନ୍ତି ବ୍ୟାକରଣ ଶାସ୍ତ୍ର ପ୍ରଣେତା, ତୁମେ ତାଙ୍କୁ ଗୁରୁ କରିଛ, କିନ୍ତୁ ତୁମର ବ୍ୟାକରଣ ଜ୍ଞାନ ନାହିଁ। ମୋ ପଦ ତୁମେ ବୁଝିପାଇଲ ନାହିଁ। ତୁମ ମୁଁ ପ୍ରଥମ ଧାଡ଼ି କହିଲି ତୁମ ହିଁ ରଘୁପତି, ତୁମେ ଏବଂ ରାମ। ତଳେ ଯୋଉ ଉପମା ଦେଲି ପ୍ରଥମଟା ତୁମର, ସେକେଣ୍ଡଟା ରାମଙ୍କର। ନା ଆଉ ଥରେ କହିଲୁ ନା ତୁମ ହିଁ ରଘୁପତି, ତୁମ ହିଁ ରଘୁପତି ଅନ୍ତର କୈସା ଖଲୁ ଖଦ୍ୟତ। ଏ ମନ୍ଦୋଦରୀ, ହଁ ଖଲୁ ଖଦ୍ୟତ ଦିନ ରହି ଜୈସା। ଶ୍ରୀରାମ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ। କହିଲେ ଆପଣ ହଉଛନ୍ତି ଜୁଳୁଜୁଳିଆ ପୋକ ସାଙ୍ଗେ ସମାନ, ସେ ରଘୁନାଥ ହଉଛନ୍ତି ସାକ୍ଷାତ ସୂର୍ଯ୍ୟ ନାରାୟଣ। ରାବଣର ଏପର୍ଯ୍ୟନ୍ତ ରାଗ ଚଣ୍ଡାଳ ହେଇଗଲାଣି, ହେଲେ କ'ଣ କରିବ? କଥା ତ ଦେଇଛି, କିଛି କଲାନି। ଭିଡ଼ି ମୁଠି ଠିଆ ହେଲା, କହିଲା ଏଇ କହିଲା ସ୍ୱାମୀ ସେତିକି ନୁହଁ ମ, ତା ସୁବିରୋଧନ କି ଜିୟ ନାଥା, କାଲ କରମ ଜୀବ ଯାକେ ହାଥା। ଶ୍ରୀରାମ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଜୟ ରାମ, ଶ୍ରୀରାମ ଜୟ ରାମ, ଜୟ ଶ୍ରୀରାମ। କହିଲେ ପ୍ରଭୁ ସେତିକି ନୁହେଁ, ଆପଣ ରାମଙ୍କର ବିରୋଧୀ ହୁଅନ୍ତୁ ନାହିଁ। ନା କାହିଁକି? ନା କାଳ କର୍ମ ଜୀବ, କାଳ କାଳ ମହାକାଳ, ମଣିଷର କର୍ମ ସମୂହ ଆଉ ଚରାଚର ଜୀବ ଜଗତ ତାଙ୍କ ହାତ ମୁଠାରେ ବନ୍ଧା। ମନ୍ଦୋଦରୀ ସ୍ୱାମୀ ତୁମେ ଯାହା କହିବି ସତ୍ୟ କହିବି, ମୁଁ ଧର୍ମ ପତ୍ନୀ, ଧର୍ମ ମାର୍ଗରେ ତୁମକୁ ନେବା ମୋର କର୍ତ୍ତବ୍ୟ, ତେଣୁ ମୁଁ ମିଛ କହୁନାହିଁ ସ୍ୱାମୀ। ନା ଆଚ୍ଛା ଆଉ କ'ଣ କହୁଛୁ କହିଯା। ମୁଁ ତ ଜୀବନର ପ୍ରଥମ ଥର ଶପଥ କରି ତୋତେ ମୁଁ ଅଭୟବର ଦେଇଛି, ତେଣୁ ମୋ ହାତ ଦୁଇଟାକୁ ବାନ୍ଧି ଦେଇଛି, ଯାହା କହିବା କଥା କହ। ଆଉ କ'ଣ କହିଲା? ଶୁଣନ୍ତୁ ଆଉ ଗୋଟେ କଥା, ମୋ ରଘୁବଂଶମଣି ରାମ ହେଉଛନ୍ତି ବିଶ୍ୱରୂପ, ମୋ କଥାକୁ ଟିକେ ବିଶ୍ୱାସ କର। ମନ୍ଦୋଦରୀ ରାମ ବିଶ୍ୱରୂପ ନା? ହଁ, ସମୁଦ୍ର ଯାହାର ଉଦର, ନରକ ସର୍ବେନ୍ଦ୍ରିୟ ଯାର, ପର୍ବତ ଯାହାଙ୍କର ଅସ୍ଥି, ଶିରା ପ୍ରଶିରା ନଦ ନଦୀ, ଗୋବିନ୍ଦ 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 ଗଳୁଛି ମକରନ୍ଦ ପାନ କରି ହେଳେ ତରିଲେ। ସମୁଦ୍ର ଯାହାର ଉଦର, ନରକ ସର୍ବେନ୍ଦ୍ରିୟ ଯାର, ଏବଂ ପର୍ବତ ଯାହାଙ୍କର ଅସ୍ଥି, ଏ ଶିରା ପ୍ରଶିରା ନଦ ନଦୀ, ବାୟୁ ଯମ ଅଗ୍ନି ବରୁଣ ଶଶାଙ୍କ ପ୍ରଜାପତିସ୍ତଂ ପ୍ରପିତାମହସ୍ୟ, ନମୋ ନମସ୍ତେ ତୁ ସହସ୍ରକୃତ୍ୱ ପୁନଶ୍ଚ ଭୂୟୋପି ନମୋ ନମସ୍ତେ। ସେ ବିଶ୍ୱରୂପ ସ୍ୱାମୀ, ଆପଣ କ୍ଷମା କରନ୍ତୁ, ଆପଣ ରାମ କହୁ। ରାବଣ ତ କିଛି କରିପାରିବ ନାହିଁ, ତେଣୁ ସେ ଗୋଟେ ପାଟିରେ କହିଲା ମୋ ପାଟି ତ ବନ୍ଦ କରିନି, ହାତରେ ସିନା ମାରିବି ନାହିଁ, ମୁହଁରେ କେନ କହି। କଣ୍ଠ ବାଷ୍ପରୁଦ୍ଧ ହେଇଗଲା। ମନ୍ଦୋଦରୀର ଦୁଇ ହାତକୁ ଧରି ପକେଇ ରାବଣ ତଳ କଣ୍ଠରେ ଆଜି କହିଲା, ଲୋ ମନ୍ଦୋଦରୀ, ଏ ଅନ୍ତପୁରରେ ତୋ ମୋ ବ୍ୟତୀତ ତୃତୀୟ କେହି ନାହାନ୍ତି। ମୋ ଆଖିରେ ଯୋଉ ଦୋଷାନ ଆଖିରୁ ଆଜି ପ୍ରଥମ ଥର ଲୁହ ଦେଖିଲୁ, ଏ ଲୁହଟା ଦୁଃଖର ଲୁହ ନୁହେଁ, ଏ ଆଖି ଛଳ ଛଳ ହେଇଛି କେବଳ ତୋର ଧର୍ମପତ୍ନୀ ତୋ ପାଇଁ। ଧନ୍ୟ ଧନ୍ୟ ଲୋ ମନ୍ଦୋଦରୀ। ମୋ ବକ୍ଷ
तते मु आलिंगन कर देउछि आशीर्वाद करूछि धन्य जगत रे तोरी भलिया पत्नी सबु स्वामी को मळु किंतु मो भलिया स्वामी को नारी को नमळु मंदोदरी कहले स्वामी तुमे कोन कहउछ ना हे मंदोदरी तू ए पर्यंत जहा कहिलु गोटी गोटी सत कहिलु सतरे गोटी जुळी जुळिया पप्पो सी होचंती विश्वरूप जगन्नाथ रघुनाथ गोपीनाथ मो रघुनाथ